बाइक ମୁଁ ଦେଇପାରିବିନି ବିନା ପରମିଶନରେ ଭିଜିଟ୍ କରିକି ଆସିଛି ଅଫିସରେ ଯେହେତୁ ଏଡବ୍ଲ୍ୟୁ ଡାକିଲେ ତ ମୁଁ ଆସିଛି ନା ଅଫିସ କାମ ଯେମିତି ହବା କଥା ସେମିତି ଚାଲିଛି ମୁଁ ତାଙ୍କୁ କହିଛି 3ଟା ପରେ ସେ କାମ କରିବେ। ଲୋକଙ୍କୁ କାର୍ଯ୍ୟସ୍ଥଳରେ ପଚାରିଲେ ଲୋକ କହୁଛନ୍ତି ଆମେ ଯନ୍ତ୍ରୀଙ୍କ ଲୋକ ତାଙ୍କୁ ଭାଗ ମାପ ପଚାରିଲେ ସେମାନେ କହିପାରୁନାହାନ୍ତି ଏବଂ ଏଭଳି କାର୍ଯ୍ୟ ଚାଲିଛି ଯାହାକି ନିମ୍ନମାନର କାର୍ଯ୍ୟ ଚାଲିଛି ଯାହାକୁ ନେଇକି ସାଧାରଣ ଲୋକ ଅତିଷ୍ଠ ହେଉଛନ୍ତି ଏବଂ କମ୍ପ୍ଲେନ୍ ମଧ୍ୟ କରୁଛନ୍ତି। ଆମେ ବର୍ତ୍ତମାନ କହିବୁ ରାହାଣ ପଞ୍ଚାୟତର ମୁରୁଣିଆ କଥା ହେଉ କି ରାହାଣ ପଞ୍ଚାୟତର ଓରଣ୍ଡର କଥା ହେଉ କି କୋଷକଣା ପଞ୍ଚାୟତର ସାମନ୍ତରାପୁର କଥା ହେଉ ଏମିତି ଅନେକ କାମ ଅଛି ଯୋଉଠି ଏକରୁ ଏକାଧିକ କାମ ଯନ୍ତ୍ରୀଙ୍କ ହାତକୁ ନିଆଯାଇଛି ଏବଂ ଯନ୍ତ୍ରୀଙ୍କ ମାଧ୍ୟମରେ କାମ କରାଯାଉଛି। ଯୋଉ ଯନ୍ତ୍ରୀ ହେଉଛନ୍ତି ମୀରାବାଇ ସାମଲ ମ୍ୟାଡାମ ଶୀତତାପ ନିୟନ୍ତ୍ରକ ଯନ୍ତ୍ରରେ ରହିଛନ୍ତି ଗୃହରେ ରହିଛନ୍ତି କାର୍ଯ୍ୟସ୍ଥଳରେ ଅଛନ୍ତି ଯନ୍ତ୍ରୀଙ୍କ ଲୋକ ଯୋଉଠି କାମ ହଉଛି ନିମ୍ନମାନର। ଗୋଟେ କଥା ହଉଛି ରାହାଣର ମୁରୁଣିଆ ଯୋଉଠି କାର୍ଯ୍ୟ ହଉଛି 4 ଲକ୍ଷ ଟଙ୍କା ସେଠି ବ୍ୟାନର ନାହିଁ କି ବୋର୍ଡ ନାହିଁ ଏବଂ କାର୍ଯ୍ୟ ପୁରୁଣା କଂକ୍ରିଟ ରୋଡ ଉପରେ ହଉଛି ଯାହାକି ପ୍ରକୃତ ଭାଗମାପ ଅନୁସାରେ ହେଉନାହିଁ ଏବଂ ଯେତିକି କାମ ହବା କଥା ତାହା ମଧ୍ୟ ହେଉନାହିଁ। ଆସନ୍ତୁ ଏ ବାବଦରେ ବର୍ତ୍ତମାନ ଯନ୍ତ୍ରୀ ମୀରାବାଇ ସାମଲ ଅଛନ୍ତି ବ୍ଲକ ଶୀତତାପ ନିୟନ୍ତ୍ରକ ରୁମ୍ରେ ତାଙ୍କୁ ପଚାରି ବୁଝିବା ମ୍ୟାଡ଼ାମ କେମିତି କ'ଣ କାମ ହେଉଛି ଟିକେ କୁହନ୍ତୁ। ବାଇକ୍ ମୁଁ ଦେଇପାରିବିନି ବିନା ପରମିଶନରେ ତଥାପି ଯେହେତୁ ମାନେ ଏକରୁ ଏକାଧିକ କାମ ହେଉଛି ଆପଣ ଭିଜିଟ୍ କରିକି ଆସିଛି ଅଫିସରେ ଯେହେତୁ ଏଡବ୍ଲ୍ୟୁ ଡାକିଲେ ତ ମୁଁ ଆସିଛି ନା ଅଫିସ। ଆପଣଙ୍କର ଲୋକ ଅଛନ୍ତି ଯେଉଁମାନେ କହନ୍ତି ଜେଇଙ୍କ ଲୋକ ବୋଲି ସେ କହୁଛନ୍ତି କେହି ଲୋକ ମୁଁ କାହାକୁ ଛାଡ଼ିବି ସେଠି 3ଟା କାମରେ କେହି ନାହାନ୍ତି ଆପଣ କହୁଛନ୍ତି ଅଥରାଇଜ ଆସିଲି ମୁଁ ଯାଇକି ଏବେ ଦେଖିକି ଆସିଲି ପୁଣି ଆପଣ କହୁଛନ୍ତି ମୁଁ ନଥିଲି ବୋଲି ମୁଁ ସକାଳ 7ରୁ ଯାଇକି ସାଇଟ୍ ବୁଲିକି ଆସିଛି। ଦେଖନ୍ତୁ ବର୍ତ୍ତମାନ 10:30 ହେଇଛି ତେଣୁ ସେଠି ବି ଆମର ମିଡ଼ିଆ ପ୍ରତିନିଧି ଅଛନ୍ତି 12ଟା ବାଜିଲାଣି ମିଡ଼ିଆ ପ୍ରତିନିଧି ସେଠି ଠିଆ ହେଇଛନ୍ତି ଏବଂ ଆମକୁ କହିଲେ ଟିକେ ଦେଖନ୍ତୁ ମ୍ୟାଡ଼ାମଙ୍କ ସହିତ କଥା ହୁଅନ୍ତୁ କାମ ଯେଉଁ ଟାଇପ୍ର ହେଉଛି ବିନା ଫଳକରେ ହେଉଛି ତାପରେ ସାଧାରଣ ଲୋକଙ୍କୁ ଅବଗତ କରାଯାଉନି ତ ମ୍ୟାଡ଼ାମ ଏଠି ଉପସ୍ଥିତ ନାହାନ୍ତି ତ ସେ କି ପ୍ରକାର କାମ ହେଉଛି ଟିକେ ଖାଲି କୁହନ୍ତୁ। କାମ ଯେମିତି ହବା କଥା ସେମିତି ଚାଲିଛି ମୁଁ ତାଙ୍କୁ କହିଛି 3ଟା ପରେ ସେ କାମ କରିବେ। ଏବେ ବି କାମ ଚାଲିଛି ବନ୍ଦ କରିଦେଉଛି ଯଦି କହୁଛନ୍ତି ନାଇଁ ବନ୍ଦ କରିବା ପାଇଁ ଆମେ ତ କହିପାରିବୁନି ଆପଣ କ'ଣ କରିବେ ଆପଣ ଜାଣିଛନ୍ତି ନା ମ୍ୟାଡ଼ାମ ଆପଣ ରାହାଣ ପଞ୍ଚାୟତ ଟି ଆଜ୍ଞା କହିବେନି କିଛି ନାଇଁ ମୋର ଆଉ କିଛି କହିବାର ନାହିଁ ମୁଁ ତାଙ୍କୁ କହିଲି କୋର୍ଟ ଯାହା ହେବା କଥା ଆପଣ ଯାହା ବି କହିଲେ ମୁଁ ତାକୁ କହିଲି ନା ରିପ୍ଲାଏ ପୁଣି ଆଉ କିଛି ତାର ଉତ୍ତର ନାହିଁ। ଏ ବାବଦରେ ଆମେ ମ୍ୟାଡ଼ାମଙ୍କ ସହିତ କଥା ହେଉଛେ କିନ୍ତୁ ମ୍ୟାଡ଼ାମ ଗାଲୁଗପ କହୁଛନ୍ତି ମୁଁ କାର୍ଯ୍ୟକୁ ଯାଇଥିଲି କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ କାର୍ଯ୍ୟସ୍ଥଳରେ ନାହାନ୍ତି ଯନ୍ତ୍ରୀ ଯୋଉଠି ଅଛନ୍ତି ଯନ୍ତ୍ରୀଙ୍କର ଲୋକ ଯିଏକି ଦିନକୁ କେତେ ମଜୁରୀ ନେଉଛନ୍ତି ଆମେ ଜାଣିନୁ ପ୍ରତ୍ୟେକ କାର୍ଯ୍ୟ ବା ଏକରୁ ଏକାଧିକ କାର୍ଯ୍ୟରେ ଯେଇଙ୍କର ଗୋଟେ ନିର୍ଦ୍ଦିଷ୍ଟ ଲୋକ ରହିଛନ୍ତି ଏବଂ କାମ ନିମ୍ନମାନର ହେଉଛି ତା ସହିତ ଯନ୍ତ୍ରୀ ମହାଶୟା କହୁଛନ୍ତି ଯେ ଆମେ ଦେଖିଛୁ କାମ ହଉନି କାମ ଆମେ ବନ୍ଦ କରିଛୁ କିଭଳି ଗାଲୁ ଗଳ୍ପ କହୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏ ବାବଦରେ ଉଚ୍ଚ ପ୍ରଶାସନିକ ଅଧିକାରୀ କେବେ ହସ୍ତକ୍ଷେପ କରୁଛନ୍ତି ଏବଂ ଏଭଳି ଗପ ବାହାସ୍ପଟ ମାରୁଥିବା ଯନ୍ତ୍ରୀ ମହୋଦୟଙ୍କୁ କେବେ ଆଇନର ଛାଟ ଦିଆଯିବ। ବାଲିଗୁଡ଼ା ଜଗତସିଂହପୁରରୁ ସୁଶାନ୍ତ କୁମାରଙ୍କ ରିପୋର୍ଟ ଓଡ଼ିଶା ଭାସ୍କର।